ଅନୁଗୁଳ ବନଖଣ୍ଡ ଅନୁଗୁଳ ରେଞ୍ଜ କର୍ତ୍ତପଟା ସେକ୍ସନ ଏହି କୁସୁମପାଟ ଗ୍ରାମରେ ବର୍ତ୍ତମାନ ଏକ ଗୋଟିକିଆ ଦନ୍ତାହାତୀକୁ ବନ ବିଭାଗ ଟ୍ରାଙ୍କୁଲାଇଜର କରିଛି ଏବଂ ଖୁବ୍ କମ୍ ସମୟ ଭିତରେ ଆମର ଯେଉଁ ଗାଡ଼ି ଅଛି ସେ ଟ୍ରକ୍ ମାଧ୍ୟମରେ ତାକୁ ମୟୂରଭଞ୍ଜ ନେବାର ଯୋଜନା ରହିଛି ବନ ବିଭାଗ ପକ୍ଷରୁ। ଏବଂ ଏହି ହାତୀଟି ଦୀର୍ଘଦିନ ହେଲାଣି ଏ ଅଞ୍ଚଳରେ ବହୁ ଜନଜୀବନ କ୍ଷୟକ୍ଷତି କରିଛି। ପ୍ରାୟ 7ରୁ ଅଧିକ ଲୋକଙ୍କୁ ଜୀବନହାନି ନେଇଛି। ଲୋକମାନେ ଭୟଭୀତ ହୋଇଛନ୍ତି, ଲୋକମାନେ ଆନ୍ଦୋଳନ କରିଛନ୍ତି ଏବଂ ଆମେ ଦେଖୁଛେ ଏଇ ଯେଉଁ ଅନୁଗୁଳ ବନଖଣ୍ଡ ଯେଉଁ ଏୟାରବୋଟ୍ ରେସ୍କ୍ୟୁ ଟ୍ରକ୍, ଏଇ ଟ୍ରକ୍ ମାଧ୍ୟମରେ ଆମର ହାତୀଟିକୁ ନିଆଯିବ ଏବଂ କ୍ରେନ୍ ଆସି କ୍ରେନ୍ରେ ତାକୁ ବୋହି ଦିଆଯାଇଛି। ଯେହେତୁ 2ଟି ଡୋଜ୍ ମାଧ୍ୟମରେ ହାତୀକୁ ଟ୍ରାଙ୍କୁଲାଇଜର କରାଯାଇଥିଲା, ଦୀର୍ଘ 6 ଘଣ୍ଟାର ପରିଶ୍ରମରେ ସଫଳ ହୋଇଛି, ବନ ବିଭାଗକୁ ସଫଳ ମିଳିଛି ଏବଂ ଏହି ସଫଳ ତାଙ୍କ ପାଇଁ ଏକ ସଠିକ୍ ଭାବରେ କାର୍ଯ୍ୟ କରିଛି। ଏ ଅଞ୍ଚଳର ବର୍ତ୍ତମାନ ଖୁସିର ମୋହର ରହିଛି। ବର୍ତ୍ତମାନ ଆମେ ଦେଖିବା ଯେ ଏଇ ଯେଉଁ ଜାଗାଟି ଅଛି ଏହା ହେଉଛି କୁସୁମପାଟ କର୍ତ୍ତପଟା ସେକ୍ସନର କୁସୁମପାଟ। ଏହି କୁସୁମପାଟ ଅଞ୍ଚଳରେ ବର୍ତ୍ତମାନ ସକାଳୁ ଅପରାହ୍ନ 1ଟା ପର୍ଯ୍ୟନ୍ତ ବର୍ତ୍ତମାନ ଟ୍ରାଙ୍କୁଲାଇଜର କରାଯାଇଥିଲା ଏବଂ ଏଠାରେ ବର୍ତ୍ତମାନ ଚତୁର୍ପାର୍ଶ୍ୱ ବନ ବିଭାଗକୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଖୁବ୍ ଅଳ୍ପ ସମୟ ମଧ୍ୟରେ ହାତୀକୁ ଏହି ଟ୍ରକ୍ ମାଧ୍ୟମରେ ଆମର ମୟୂରଭଞ୍ଜ ଯିବାର ଶିମିଳିପାଳ ଯିବାର ଯୋଜନା ରହିଛି, ଏହା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି।